ମୁଁ ଜୟଶ୍ରୀ ପଟ୍ଟନାୟକ ଏଟା ସରପଞ୍ଚ। ମୁଁ ଏତିକି କହୁଛି ସବୁବେଳେ ଯେ ସୁଭଦ୍ରା ଯୋଜନା ଯେଉଁ ସରକାର ବାହାର କଲେ ଏଟା ସ୍ୱାଗତ ଯୋଗ୍ୟ ଯୋଜନା, କିନ୍ତୁ ସେଇଟା ସେ ଇଲେକ୍ସନ୍ ପୂର୍ବରୁ କ'ଣ କହିଲେ ଏଇ ଯୋଜନାଟା ସବୁ ପ୍ରତ୍ୟେକ ମହିଳାମାନଙ୍କୁ ଦିଆଯିବ, ଏଇ ସୁବିଧାଟା ପ୍ରତ୍ୟେକ ମହିଳାମାନଙ୍କୁ ଦିଆଯିବ କହିକି ପୁଣି ଏବେ ଚେଞ୍ଜ କରୁଛନ୍ତି। ଆଜି ଗୋଟେ ଚେଞ୍ଜ କରୁଛନ୍ତି ମନ୍ତ୍ରୀ, ଆଜି ଗୋଟେ କଥା କହୁଛନ୍ତି, କାଲି ଆଉ ଗୋଟେ ମନ୍ତ୍ରୀ ଆଉ ଗୋଟେ କଥା କହୁଛନ୍ତି। ସବୁ ଯେଉଁ ଗାଇଡ଼ଲାଇନ୍ ବାହାର କଲେ ତାର ତ ଅଧିକାଂଶରୁ ଅଧାରୁ ମହିଳା ବାଦ ପଡ଼ିଯିବେ, ସେମାନେ ତ ସମସ୍ତେ ଏଇ ସୁବିଧା ପାଇପାରିବେନି ନା। ଏଇ ସୁବିଧା ପାଇକି ତାପରେ 50,000 ଟଙ୍କା ସୁଭଦ୍ରାରେ ଦେବେ କହିଥିଲେ, କିନ୍ତୁ ବର୍ତ୍ତମାନ କମି କମି ଆସିକି 5,000 ପହଞ୍ଚେଇଲେଣି। 5,000 ଟଙ୍କାରେ କି ସ୍ୱାବଲମ୍ବୀ ହେଇପାରିବ ମହିଳା ଜଣେ? କ'ଣ ବେପାର ବିଜନେସ୍ କରିପାରିବ? କ'ଣ 5,000 ଟଙ୍କାର ମୂଲ୍ୟ? ଆଳୁ କିଲୋ ଆସିକି ହେଲାଣି 50 ଟଙ୍କା 60 ଟଙ୍କା, ସେ 5,000 ଟଙ୍କା ନେଇ କ'ଣ କରିପାରିବ? ସେଇ 50,000 ଟଙ୍କା ଯଦି ଏକକାଳୀନ ଦେଇଥାନ୍ତେ ଆଉ ସମସ୍ତଙ୍କୁ ଦେଇଥାନ୍ତେ, ସମସ୍ତେ ଉପକୃତ ପାଇଥାନ୍ତେ ଆଉ ସରକାରଙ୍କୁ ସ୍ୱାଗତ ଜଣାଇଥାନ୍ତେ। ତ ଏ ମୂଲ୍ୟ କିଛି ନାହିଁ। 5,000 ଟଙ୍କାର 5,000 ଟଙ୍କା ମୂଲ୍ୟ କ'ଣ ଆଜିକାଲି ଯୁଗର? 5,000 ଟଙ୍କା ରାକ୍ଷୀ ପୂର୍ଣ୍ଣିମାରେ ଦେବେ, ଥରେ କହିଲେ 5,000 ଟଙ୍କା, ଆଉ ଥରେ ଅକ୍ଷୟ ତୃତୀୟାରେ ଦେବେ 5,000 ଟଙ୍କା। ଏ 5,000 ଟଙ୍କା କ'ଣ? ଏଇ ଯେଉଁ ସରକାର କହୁଛନ୍ତି ଗୋଟେ, କରୁଛନ୍ତି ଗୋଟେ, ଏଥିରେ କୌଣସି ମହିଳା ଉପକୃତ ହେଇପାରିବେ ନାହିଁ। ଆଉ ଯେଉଁ ମହିଳାମାନେ ଉପକୃତ ହେବେ 5,000 ଟଙ୍କା କ'ଣ କରିବେ ଆପଣ ମୋତେ କୁହନ୍ତୁ? 5,000 ଟଙ୍କା କି ବିଜନେସ୍ କରିପାରିବେ? ତାପରେ ଆଗରୁ ବି ଇଲେକ୍ସନ୍ ଆଗରୁ ଯେଉଁ କହିଲେ ସମସ୍ତଙ୍କୁ ଦିଆଯିବ, ଆଗରୁ କହିଲେନି ଯେ ଗାଇଡ଼ଲାଇନ୍ ଅନୁସାରେ ଏତିକି ମହିଳାଙ୍କୁ ଦିଆଯିବ ଆଉ ଏତିକି ମହିଳା ବାଦ ପଡ଼ିବେ, ସେତେବେଳେ ତ କହିଲେ। ବର୍ତ୍ତମାନ ଦୁନିଆ ଗାଇଡ଼ଲାଇନ୍ ବାହାର କରୁଛନ୍ତି। ଖୁସି ଥିଲେ 50,000 ଟଙ୍କା ନେଇ କିଛି କରିବେ, କିନ୍ତୁ ବର୍ତ୍ତମାନ ଖୁସି ନାହାନ୍ତି। 5,000 ଟଙ୍କା ନେଇ ସେ କ'ଣ କରିବେ? କିଛି କରିପାରିବେ। ଆମ ଘର ଲୁଙ୍ଗା, ମୋ ନାଁ ବାସନ୍ତୀ ଦାସ। ମୁଁ ହେଉଛି କହିବାର ମାନେ ହେଉଛି ଯେଉଁ 50,000 କହୁଥିଲେ ଦେବେ ବୋଲି, ସେ 50,000 କହୁଛନ୍ତି ଏଠି ଦେବେନି, 5,000 ଦେବେ। ଆମର କି ମୂଲ୍ୟମାନ ରହିଲା? ଆମେ ତ ସେ 50,000ରୁ ଚାହିଁକି ଆମେ ଆଗେଇଥିଲୁ, ପାର୍ଟି ସାନ୍ତର ଆମେ ନାଚ ଇଏ କରିଥିଲୁ। ଏଇଖିଣି କାହିଁକି 5,000 ଦେବା? 5,000 ମୂଲ୍ୟମାନ ଆମେ କିଛି ନାହିଁ, ଆମେ ଦେଇଛୁ ସବୁ କିଛି। ଗୋଟେ ପାର୍ଟିରେ ଥିଲୁ, ଏ ପାର୍ଟିକି ଆସିକି 50,000 ଦେଇଥିଲେ କ'ଣ କାମରେ ଲାଗି ପାରିଥାନ୍ତା? 5,000 ଦେଉଛନ୍ତି, କ'ଣ କାମରେ ଲାଗିବ? ନା 5,000 କେଉଁ କାମରେ? 50 ଦେନେ ଆମେ ଗୋଟେ ବିଜନେସ୍ କରିପାରିମୁ, ଆମେ ଗରିବ ଲୋକ, ଆମେ ଚଳିପାରିମୁ। ଆମକୁ ଏଇ ଦେଖେଇକି ଆମକୁ ଗୋଟେ ପାଟରେ ରହୁଛୁ, ଗୋଟେ ପାଟରୁ ଆଣୁଛନ୍ତି, ଆମର କାହିଁକି କିଛି ପାଇପାରୁନୁ? ଆମେ 50,000 ନେବା ପାଇଁ ଆଜି ଗୋଟେ ପାଟରୁ ଗୋଟେ ପାର୍ଟି ପଳେଇନୁ। ଆମେ ଗରିବ ଲୋକ, ଆମେ ବିଜନେସ୍ କରିମୁ, ଆମ ବିଜନେସ୍ ଦେଖ। ବୟସ ମୋର 65 ବୟସ। ସରକାର ଦେଖିଲା ବେଳକୁ କହିଲେ 65-60 ଲୋକଙ୍କୁ ଆମେ ଭତ୍ତା ଦମୁ, 3,000, 50,000 ସୁଭଦ୍ରା ଯୋଜନା ଦମୁ। ଆଉ ଦେଖିଲା ବେଳକୁ ତ ଆମେ କିଛି ପାଉନୁ। ଇଖିଣା ଯିବା ବେଳକୁ ସେମାନେ ମନା କରୁଛନ୍ତି ତମର କିଛି ହବନି। କ'ଣ ପାଇଁ ହବନି? କ'ଣ ପାଇଁ ହବନି ସେ କଥା ସରକାର କହିବେ ନା, ଆଉ ଆମେ କେମିତି କହିବୁ? ଆଉ ଭୋଟଟା ନେଲା ବେଳକୁ ତ ସରକାର ନେଲେ ଭଣ୍ଡେଇ ଦେଇକି ହାତ ଟେକିଦେଲେ, ହେତେବେଳେ ହାତ ଟେକିଦେଲେ ଭତ୍ତା 3,000, ସୁଭଦ୍ରା ଯୋଜନା 50,000। ଇଖିଣା ଆମେ ଯିବା ବେଳକୁ ଫେରେଇ ଦଉଛୁନି କାହିଁକି? କ'ଣ ପାଇଁ ଫେରେଇ ଦଉଛୁନି? ଆମେ ଗରିବ ଲୋକ, ଚଳିମୁ କେମିତି? ଆଳୁ କିଲୋ ଆସିକି 60 କରୁଛୁନି, ପିଆଜ କିଲୋ 40। ଆମେ ଫେରେ ଗରିବ ଲୋକ ଚଳିମୁ କେମିତି? କ'ଣ ପାଇଁ କେମିତି ଚଳିମୁ?